ମୁଁ ଏତିକି ଜାଣିଛି ଜଗନ୍ନାଥ ମହାପ୍ରଭୁଙ୍କର ଖଣି ଖାଦାନ ଯେଉଁଭଳି ଭାବରେ ଆଜି ଲୁଟ୍ ନୁହେଁ ଏ ଦୀର୍ଘ ଦିନ ହେଲା ଲୁଟ୍ ଚାଲିଛି। ଏ ଲୁଟ୍ର ମୁଖ୍ୟ କାରଣ ହେଲେ ଯେଉଁ ଖଣି ଅଧିକାରୀ ପ୍ରଶାସନିକ ମାନେ ମନ୍ଦିର ଅଫିସରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କ ଦ୍ୱାରା ଏ ଲୁଟ୍ ହେଉଛି ଏବଂ ସେ ଲୋକ ବର୍ତ୍ତମାନ ଆମର ନିଲାମଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁକରି ନିଲାମଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଯେଉଁମାନେ ଏଇ ଖଣି ଦାୟିତ୍ୱରେ ଯେଉଁମାନେ ରହୁଛନ୍ତି ଏବଂ ଯେଉଁମାନେ ପୂର୍ବରୁ ଥିଲେ ଏ ସମସ୍ତଙ୍କର କ'ଣ ସମ୍ପତ୍ତି ଅଛି ଏମାନଙ୍କ ଉପରେ ଆଗ ତଦନ୍ତ କରାଯାଉ। ଏମାନଙ୍କ ଉପରେ ଆଗ ସେମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ହେଉ କି ଯିଏ ହେଉ ଯେଉଁ ପ୍ରଶାସନିକ ଅଧିକାରୀ ୟା ଦେହରେ ଅଛନ୍ତି, କାହିଁକିନା ଗୋଟେ କଡ଼ପା ପଥର ବର୍ତ୍ତମାନ ନରଣଗଡ଼ରୁ 40 ହଜାର କୋଟି ଟଙ୍କା ସେଠି ଲୁଟ୍ ହେଇଛି ଏବେ। କାହିଁକିନା ସେ ସାରା ଜଗନ୍ନାଥ ମହାପ୍ରଭୁଙ୍କର ବରହଟ୍ଟା ସମୟରୁ ମହାପ୍ରଭୁଙ୍କର ଏଠି ଖଣି ଖାଦାନ ରହିଛି ଏବଂ ସେମାନେ ବି ଜଗନ୍ନାଥଙ୍କର ମନ୍ଦିର ମରାମତି କେତେବେଳେ କ'ଣ ହେବ ସେ ତାଙ୍କ ଉଦ୍ଦେଶ୍ୟରେ ସେ ଖଣି ଖଦାନ କରାଯାଇଛି। ତେଣୁକରି ସେ ଖଣି ଖଦାନକୁ ବର୍ତ୍ତମାନ ଯେଉଁଭଳି ଭାବରେ ଲୁଟ୍ ଚାଲିଛି ଦୀର୍ଘ ବର୍ଷ ହେଲା ଲୁଟ୍ ଚାଲିଛି। ତେଣୁକରି ବର୍ତ୍ତମାନ ଗୋଟେ ଆଇଲା ଚିଠି ଯେ କେଉଁମାନେ ନିଲାମଧାରୀ ସେଇମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ନେବା, ଏଇଟା ଠିକ୍ ଜିନିଷ ନୁହଁ। ଆଗ କେଉଁ ପ୍ରଶାସନିକ ଅଧିକାରୀମାନେ ୟା ଦେହରେ ଅଛନ୍ତି এইটা শুণতু আমি কହୁଛୁ খুব শীঘ্র আরটিআইରେ মগা হব এবং সেମାନଙ୍କୁ ভিজিলান্সরে দিয়াଯିବ আর ব্যাপক আন্দোলন ইয়া উপরে হব। কাହିଁକିନା ମୁଁ କହିଲି ଗୋଟିଏ ପଥର ଖଣିରୁ ବର୍ତ୍ତମାନ 70 ଭାଗ ଲୁଟ୍ କରିଛନ୍ତି। ତାର ବର୍ତ୍ତମାନ ନରଣଗଡ଼ର ଯେଉଁ କଡ଼ପା ପଥର ଯେଉଁ ଆସିଛି ମନ୍ଦିର ତିଆରି ହେଇଛି ସେ ସବୁ ପଥର କ'ଣ ଏଠି ଲାଗିଛି? 40,000 କୋଟି ଟଙ୍କାର ପଥର ସେଠି ଲୁଟ୍ ହେଇଛି। ତେଣୁକରି ତାକୁ କିଏ ନେଲା? ତେଣୁକରି ସମସ୍ତ ଉପରେ ଯାଞ୍ଚ ହେବା ଦରକାର। ଆଉ ସାଧାରଣ କଥାରେ ଖାଲି ସେବାୟତଙ୍କ ଉପରେ ଖାଲି ୟା ଉପରେ ତା ଉପରେ ଖାଲି କାର୍ଯ୍ୟାନୁଷ୍ଠାନ, ତେଣୁକରି ନିହାତି ପକ୍ଷରେ ଭିଜିଲାନ୍ସ ସରକାର କରିବେ। ତେଣୁକରି ସରକାର କରିବେ। ଆଉ ଯେଉଁମାନେ ଏଠି ପ୍ରଶାସନିକ ଅଧିକାରୀ ଅଛନ୍ତି ଆଗ ସେମାନଙ୍କ ଉପରେ ଯେଉଁମାନେ ଦାୟିତ୍ୱରେ ଏଠି ରହୁଛନ୍ତି, ଯେଉଁମାନେ ଖଣି ଦାୟିତ୍ୱରେ ରହୁଛନ୍ତି ସେଇମାନଙ୍କର ଏବଂ ନିଲାମଧାରୀଙ୍କର ଯୋଗସୂତ୍ରରେ କାର୍ଯ୍ୟ ଚାଲିଛି। ତେଣୁକରି ଆଗ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ।